ଚାଲିଥିଲା ବାଘ ଛାଲ ଡିଲ୍। ଅଳ୍ପ ସମୟ ମଧ୍ୟରେ ହୋଇଥାନ୍ତା ଲକ୍ଷ ଲକ୍ଷ ଟଙ୍କାର କାରବାର। ସ୍ୱପ୍ନ ଥିଲା ଡିଲ୍ କରି ଏକା ସାଙ୍ଗରେ ଲକ୍ଷପତି ହୋଇ ମୌଜ ମଜଲିସ୍ କରିଥାନ୍ତେ। କିନ୍ତୁ ଭାଗ୍ୟ ସାଥ ଦେଇନଥିଲା ଏହି ଅଭିଯୁକ୍ତମାନଙ୍କୁ। ବିଶେଷ ସୂତ୍ରର ଖବର ପାଇ ନବରଙ୍ଗପୁର ଜିଲ୍ଲା କଡିଙ୍ଗା ବନାଞ୍ଚଳ ପକ୍ଷରୁ ଏହି ଡିଲ୍ ଯୋଜନାକୁ କରାଯାଇଥିଲା ପଣ୍ଡ। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଏସିଏଫ୍ ସୁଭାଷ ଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇଥିଲା, ଯେଉଁଥିରେ କଡିଙ୍ଗା ଆଇଆଇସି ଯୁଗଳ ଶବର, କଡିଙ୍ଗା ଏଫ୍ଆର୍ଓ ପୂର୍ଣ୍ଣଚନ୍ଦ୍ର ନନ୍ଦ, ଫରେଷ୍ଟର ପ୍ରଭାତ କୁମାର ବିଷୋଇ, ଫରେଷ୍ଟ ଗାର୍ଡ ଉମାଶଙ୍କର ପାଣିଗ୍ରାହୀ, ରମେଶ ବିଷୋଇ, ଦୀପକ କୁମାର ପ୍ରଧାନ, ଲାଲୁ ବିଷୋଇ, ନରେନ୍ଦ୍ର ପୂଜାରୀଙ୍କ ଏକ ଟିମ୍ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଥିଲା। 3 ଅଭିଯୁକ୍ତମାନଙ୍କୁ ଧରିବା ସହ କଲରା ପତ୍ରିଆ ବାଘର ଛାଲ, ଏକ ବାଇକ୍, କିପ୍ୟାଡ୍ ମୋବାଇଲ ଜବତ କରିଛି। 3 ଅଭିଯୁକ୍ତ ଝରିଗାଁ ଅଞ୍ଚଳର ଦେଉଳକୋଣା ଗାଁର ବୋଲି ଜଣାପଡ଼ିଛି। ଏଥିରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଧରାଯିବା ନେଇ ସୂଚନା ଦେଇଥିଲେ ବିଭାଗ। ନବରଙ୍ଗପୁର ବନଖଣ୍ଡ ଅଧିକାରୀ ଶୁଭେନ୍ଦୁ ପ୍ରସାଦ ବେହେରା ଏନେଇ ଆଜି ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଥିଲେ, ଯାହାକି ଏହି ଅଞ୍ଚଳରେ ଏମିତି ଅନେକ କାରବାର ଚାଲିଥାଏ। ଆଗରୁ ମଧ୍ୟ ବନ ବିଭାଗକୁ ଏମିତି ବହୁ ସଫଳତା ମିଳିଛି। ବିଶେଷ କରି ଏହି ବାଘ ଛାଲ ଛତିଶଗଡ଼ କିମ୍ବା କଳାହାଣ୍ଡି ଅଞ୍ଚଳରୁ ଆସୁଥିବା ଅନୁମାନ କରାଯାଉଛି। ନାଇଁ ଆମର ତ ବନରେ ସଫଳତା ଆଗରୁ ପୁରା ଟ୍ରାକ୍ କରାଯାଉଥିଲା। ନବରଙ୍ଗପୁର ଜିଲ୍ଲାରେ ଆମର ପୂର୍ବରୁ ଗୋଟେ ଉମରକୋଟରେ ଆମର ଇଣ୍ଟରସେପ୍ଟ କରି ଧରିଥିଲୁ। ଖବର ଥିଲା ସେଇ ଅନୁସାରେ ଆମର କାଲିଠୁ ଆମର ଏସିଏଫ୍ ନବରଙ୍ଗପୁର, ରେଞ୍ଜ ଅଫିସର କୋଡିଙ୍ଗା ଆଉ ତାଙ୍କର ଯେଉଁ ଅଛନ୍ତି ଆମର ସ୍ପେଶାଲ ଟିମ୍ ତାଙ୍କୁ ଗୋଟେ କନଷ୍ଟିଟ୍ୟୁଟ୍ କରାଯାଇଥିଲା ଟ୍ରାକ୍ କରିବା ପାଇଁ। କାଲିଠୁ ଟ୍ରାକ୍ କରାଯାଉଥିଲା। ତାକୁ ଟ୍ରାକ୍ କରିବା ସମୟରେ ଆମର ଯେଉଁ ଡିଲ୍ ଚାଲିଥିଲା ସେଇ ସମୟରେ ଇଣ୍ଟରସେପ୍ଟ କରିକିନା ଧରିଛନ୍ତି। ଆମର ଲେପର୍ଡ ସ୍କିନ୍ଟା ସିଜର କରିଛନ୍ତି, ପ୍ଲସ୍ 3 ଜଣ ଲୋକଙ୍କୁ ଆପ୍ରେଣ୍ଡ କରି ଡିଟେକ୍ଟ କରାଯାଇଛି। ନାଇଁ ଆହୁରି ଡେଫିନେଟଲି ଅଛନ୍ତି, ତାର ଯେଉଁ ଫରୱାର୍ଡ ଲିଙ୍କେଜ୍, ବ୍ୟାକୱାର୍ଡ ଲିଙ୍କେଜ୍ ଗୁଡ଼ା ଆମେ ତାକୁ ଇନଭେଷ୍ଟିଗେଟ୍ କରୁଛୁ। ଏବେ ଫାଷ୍ଟ ଫେଜ୍ରେ ଏମାନଙ୍କୁ ଫରୱାର୍ଡ କରାଯିବ। ତାପରେ ତାର ଫର୍ଦର ଇନଭେଷ୍ଟିଗେସନ ଯେଉଁମାନେ ଆସିବେ ଲାଇଟ୍କି ତାଙ୍କୁ ପୁଣି ଆପ୍ରେଣ୍ଡ କରିବାକୁ ଚେଷ୍ଟା କରାଯାଉଛି। ଗୋଟେ ଆଡଲ୍ଟ ସ୍କିନ୍ ଲାଗୁଛି ଆଡଲ୍ଟ ଲେପର୍ଡଟା। ଏକ୍ସପେକ୍ଟେଡ୍ ତ ଆମର ନବରଙ୍ଗପୁର ଜିଲ୍ଲାରେ ତ ଲେପର୍ଡ ପ୍ରେଜେନ୍ସ ନାହିଁ। ଆମର ଛତିଶଗଡ଼ ଭାବୁଛୁ, ନହେଲେ ଆମର କଳାହାଣ୍ଡି ବର୍ଡରରେ। କିନ୍ତୁ ଏ ଯେଉଁ ଯେହେତୁ ଆକ୍ଟିଭ ଝରିଆ ବର୍ଡର ଅଛନ୍ତି, ତାଙ୍କର ଛତିଶଗଡ଼ ଲିଙ୍କ ଥାଇପାରେ। ଚମଡ଼ା ତ ଆରାଉଣ୍ଡ 1 year ଥିବ, ଟିକେ ଆଗକୁ ପ୍ରିଜର୍ଭ ଦେଇ ରଖିଛନ୍ତି ଦେଖିଲା ଇଏରୁ। ଏମାନେ ସବୁ ଝରିଗାଁର ଦେଉଳକଣା ଏରିଆରେ ଅଛନ୍ତି। 3 ଜଣ, ଗୋଟେ ଗାଁର 3 ଜଣ ଲୋକ ଅଛନ୍ତି। ତାଙ୍କ ସାଙ୍ଗରେ ଆହୁରି ଲିଙ୍କ ଅଛି। ଏବେ ତ କିଛି ଆଣ୍ଟିସିଡେଣ୍ଟ ଆମର ଏବେ ବାହାରିନି, କିନ୍ତୁ ଆମେ ଆର ବି ଇନଫର୍ମେସନଟା ଆମର ଅଛି। ଜଏଣ୍ଟ ଜେଟିଏଫ୍ ଅଛି ଗୋଟେ ଆମର ଷ୍ଟେଟ୍ର ୱାଇଲ୍ଡ ଲାଇଫ୍ ଯୋଉଟା ଏରିଆ କ୍ରାଇମ୍ କଣ୍ଟ୍ରୋଲ କରୁଛନ୍ତି। ପ୍ଲସ୍ ଆମର WCCରେ ବି ତାଙ୍କର ମୋବାଇଲ ଫାଇଲ୍ ଆମେ ସେୟାର କରିବୁ। କ'ଣ ତାର ଲିଙ୍କେଜ୍ ଥିବ ସେଟା ବାହାରିବ। ନା ଟଙ୍କା ଏତେ ନାହିଁ, ଜଷ୍ଟ ମୋବାଇଲ ଜବତ କରାଯାଇଛି, ଗୋଟେ ମୋଟର ସାଇକେଲ ଜବତ କରାଯାଇଛି, ଆଉ ଯାହା ଆସେସରି ଥିଲା ତା ସାଥିରେ ସେଗୁଡ଼ା ଜବତ କରାଯାଇଛି। ଗୋଟେ ବାଇକ୍ ବି ଜବତ କରାଯାଇଛି।